ଜୟ ଜଗନ୍ନାଥ। ପିଲାମାନେ ଆଜି ସମ୍ବାଦରେ ଦେଇଥିବା ସୋସିଆଲ ସାଇନ୍ସର ଗୋଟେ ଅବଜେକ୍ଟିଭ କ୍ୱେଶ୍ଚିନ୍ ସେଟ୍ ଆଲୋଚନା କରିବା ହେଲା। ଦେଖ, 1 ନମ୍ବର, ଭାରତର ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରଥମେ କେଉଁଠାରେ ପ୍ରତିଷ୍ଠା ହୋଇଥିଲା? ହେଲା, ଖଡ଼ଗପୁର ଠାରେ, ଅପସନ୍ କ। ହେଲା, 2 ନମ୍ବର ହେଲା, କେଉଁ ଜାତୀୟ ରାଜପଥ ଭୁବନେଶ୍ୱର କୋଣାର୍କ ପୁରୀ ଦେଇ ସାତପଡ଼ାକୁ ସଂଯୋଗ କରୁଛି? ସେଟା ହେଲା 346 ନମ୍ବର ଜାତୀୟ ରାଜପଥ। ହେଲା, 3 ନମ୍ବର, ବିଜୁ ଗ୍ରାମ ଜ୍ୟୋତି ଯୋଜନା କେବେ ପ୍ରବର୍ତ୍ତିତ ହୋଇଥିଲା? ହେଇଥିଲା କେବେ? ଅପସନ୍ ଘ, 2007 ମସିହାରେ। ହେଲା, 4 ନମ୍ବର, ରାଉରକେଲା ଇସ୍ପାତ କାରଖାନା କେଉଁ ବିଦେଶୀ ରାଷ୍ଟ୍ର ସହାୟତାରେ ପ୍ରତିଷ୍ଠା ହୋଇଥିଲା? ଜର୍ମାନୀ, ଅପସନ୍ ଖ। 5 ନମ୍ବର, ଗୋଆରେ କେବେ ସାଧାରଣ ନିର୍ବାଚନ ହେଇଥିଲା? ହେଲା, ଗୋଆରେ ହେଇଥିଲା 1963 ମସିହାରେ ସାଧାରଣ ନିର୍ବାଚନ ହେଇଥିଲା। 6 ନମ୍ବର, କେଉଁ ମହାରାଜା ମହତାବଙ୍କୁ ପରଶୁରାମ ଆଖ୍ୟା ଦେଇଥିଲେ? କିଏ ଦେଇଥିଲେ? ନା ଅପସନ୍ ଗ, କଳାହାଣ୍ଡି ମହାରାଜା। 7 ନମ୍ବର, ନିଖିଳ ଭାରତ ସମ୍ମିଳନୀର ସଭାପତି କିଏ ଥିଲେ? ମହାତ୍ମା ଗାନ୍ଧୀ। ମହାତ୍ମା ଗାନ୍ଧୀ ଥିଲେ। କ୍ଲିୟର। 8 ନମ୍ବର, ମହାତ୍ମା ଗାନ୍ଧୀ କେଉଁ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ? 1921 ମସିହାରେ ଓଡ଼ିଶା ଆସିଥିଲେ ପ୍ରଥମ ଥର ପାଇଁ। 9 ନମ୍ବର, କେଉଁ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ଓକିଲ ରୂପେ ଏକ ମୋକଦ୍ଦମା ଲଢ଼ିବା ପାଇଁ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକା ଯାଇଥିଲେ? ଭାରତୀୟ ମୁସଲମାନ ବ୍ୟବସାୟୀ କିଏ? ସେ ଦାଦା ଅବଦୁଲ୍ଲା। କୁହାଯାଇଛି, ବହୁତ ଥର କୁହାଯାଇଛି, ଏର ଆଲୋଚନା ହେଇ ସବୁ। କେଉଁ ସ୍ଥାନକୁ ରକ୍ତ ତୀର୍ଥ କୁହାଯାଏ? ଇରମ। ହେଲା, ଜଣେ ମହିଳା ମରିଥିଲେ ସେଠି, ପରିବେବା, କହିଛି, ବହୁତ ଥର କହିଛି। 11 ନମ୍ବର, ଉତ୍କଳ ଭାଷା ଉଦ୍ଦୀପନ ସଭା କେଉଁଠାରେ ଗଠିତ ହୋଇଥିଲା? କଟକ ଠାରେ। 12 ନମ୍ବର, ବିକ୍ରମ ଦେବ ବର୍ମା କେଉଁ ଗଡ଼ଜାତ ରାଜା ଥିଲେ? ଜୟପୁର ଥିଲେ। କେଉଁ ମହାରାଜାଙ୍କ ପାଇଁ ପଟେଲଙ୍କ ସ୍ୱତନ୍ତ୍ର ଟ୍ରେନ୍ଟି କଟକ ରେଳ ଷ୍ଟେସନରେ ଅପେକ୍ଷା କରିଥିଲା? କଳାହାଣ୍ଡି ମହାରାଜାଙ୍କ ପାଇଁ। ହେଲା, 14 ନମ୍ବର, ନିମ୍ନୋକ୍ତ ମଧ୍ୟରୁ କେଉଁଟି ପର୍ତ୍ତୁଗୀଜ ମାନଙ୍କର ଉପନିବେଶ ନଥିଲା? କିଏ ନଥିଲା? ମାହେ। ଅପସନ୍ ଖ। ହେଲା, 15 ନମ୍ବର, ଯୋଜନା କମିଶନର ଚେୟାରମ୍ୟାନ୍ କିଏ? ଯୋଜନା କମିଶନ ଚେୟାରମ୍ୟାନ୍ ହେଲେ ପ୍ରଧାନମନ୍ତ୍ରୀ। ଅପସନ୍ ଖ। ହେଲା, ଜଣେ ପ୍ରାର୍ଥୀଙ୍କ ଯଦି ତାଙ୍କର ନିର୍ବାଚନ ମଣ୍ଡଳୀର ମିଳିଥିବା ସମସ୍ତ ଶିରୋମତର କେତେ ଅଂଶ ସମର୍ଥନ ନ ମିଳେ, ତାଙ୍କ ଦାଖଲ କରିଥିବା ଅମାନତନ ରାଶି ହରାଇଥାନ୍ତି। କେତେ ସେଇଟା? ତାହେଲେ 16 ନମ୍ବର ଅପସନ୍ ହେଲା ଖ, 1/6 ହେଲେ ଅମାନତ, ନହେଲେ ଅମାନତ ହରାଇବେ, ଅମାନତ ରାଶି ଯାହା ଦେଇଦେବେ। ତାପରେ 17 ନମ୍ବର, ତାସ୍କେଣ୍ଟ ଚୁକ୍ତିରେ କେଉଁ ଦେଶ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିଥିଲା? ସୋଭିଏତ ରୁଷ। ହେଲା, ତାସ୍କେଣ୍ଟ ଚୁକ୍ତି ସୋଭିଏତ ରୁଷ ମଧ୍ୟସ୍ଥତା କରିଥିଲା। 18, ସବୁଜଯାନ ବୋଲି କାହାକୁ କୁହାଯାଏ? କାହିଁ ପ୍ରଦୂଷଣ ହଉନି ସବୁଯାନ? ସାଇକେଲ, ପ୍ରଦୂଷଣ ହଉନି। 19 ନମ୍ବର, କେନ୍ଦ୍ରୀୟ ମୋଟରଯାନ ଆକ୍ଟ କେବେ ସଂଶୋଧିତ ହୋଇଥିଲା? 2019 ମସିହାରେ। ହେଲା, 19 ନମ୍ବର ଅପସନ୍ ଗ। ହେଲା, 20 ନମ୍ବର, ଶେଖ୍ ମୁଜିବୁର ରହମାନ କେଉଁ ରାଜନୈତିକ ସଂଗଠନର ନେତା ଥିଲେ? ଆୱାମ ଲିଗ। ଅପସନ୍ କ। 21 ନମ୍ବର, ନୂତନ ମୁରିଆ ଦ୍ୱୀପକୁ ନେଇ ଭାରତର କେଉଁ ଦେଶ ସହିତ ତିକ୍ତତା ରହିଥିଲା? ଅପସନ୍ ଖ, ବାଂଲାଦେଶ। ହେଲା, ତାପରେ 22 ନମ୍ବର, ରାଜ୍ୟସଭାର ସର୍ବାଧିକ ସଦସ୍ୟ ସଂଖ୍ୟା କେତେ? ହେଲା 250। ହେଲା, 250। 23 ନମ୍ବର, ଭାରତୀୟ ସମ୍ବିଧାନର କେଉଁ ଧାରାରେ ଏକ 3 ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗର ଗଠନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି? ହେଲା, ଅପସନ୍ ଘ, 324।
ଅପସନ୍ ଘ 324 ହେଲା। 24 ନମ୍ବର, କେଉଁ ମସିହାରେ ମିଜୋରାମ ଓ ଅରୁଣାଚଳ ପ୍ରଦେଶ ଦୁଇଟି ରାଜ୍ୟ ପାହ୍ୟାକୁ ଉନ୍ନୀତ ହୋଇଥିଲେ? ଅପସନ୍ କ 1986 ମସିହାରେ। 1986 ମସିହାରେ କ୍ଲିୟର। 24 ନମ୍ବର, ଓଡ଼ିଶା ନିର୍ବାଚନ ଆୟୋଗର କାର୍ଯ୍ୟାଳୟ କେଉଁଠାରେ ରହିଛି? ଭୁବନେଶ୍ୱର। ଭାରତର ସମୁଦାୟ ଆୟତନର ଶତକଡ଼ା ପ୍ରାୟ କେତେ ଭାଗ ଅଞ୍ଚଳରେ ପ୍ରତିବର୍ଷ ମୃତ୍ତିକା କ୍ଷୟ ହୋଇଥାଏ? 24 ଭାଗ। ଅପସନ୍ ଖ। 27 ନମ୍ବର, ହିମାଳୟ ପାର୍ବତ୍ୟମାଳାର କେଉଁ ଉଦ୍ଭିଦରୁ ଟାକ୍ସଲ ନାମକ ଏକ ରାସାୟନିକ ଯୌଗ ବା ଔଷଧ ଏଥିରୁ ପ୍ରସ୍ତୁତ କରାଯାଏ? ଅପସନ୍ କ। 28, କେଉଁ ପ୍ରାଣୀକୁ ଜାତୀୟ ଐତିହ୍ୟ ପ୍ରାଣୀ ବୋଲି କୁହାଯାଏ? ହାତୀକୁ ଜାତୀୟ ଐତିହ୍ୟ ପ୍ରାଣୀ ହେଲା ହାତୀ। 29, ଇରାବତୀ ଡଲଫିନ୍ କେଉଁଠାରେ ଦେଖାନ୍ତି? ଚିଲିକାରେ। ଇରାବତୀ ଚିଲିକାରେ ଦେଖାନ୍ତି ହେଲା। 30 ନମ୍ବର, ରାଜସ୍ଥାନର କେଉଁ ଅଞ୍ଚଳ ତମ୍ବା ଉତ୍ପାଦନ ପାଇଁ ବିଖ୍ୟାତ? ରାଜସ୍ଥାନର କ୍ଷେତ୍ରୀ ତମ୍ବା ଉତ୍ପାଦନ ପାଇଁ ବିଖ୍ୟାତ। 32, କେଉଁ ଖଣିଜଟି ପ୍ଲାସର ନିକ୍ଷେପ ଭାବରେ ମିଳିଥାଏ? 32 ନମ୍ବର ହେଲା ଅପସନ୍ ଗ ରୂପା। 33 ନମ୍ବର, ନିମ୍ନୋକ୍ତ କେଉଁ ଖଣିଜଟି ମୋଞ୍ଜାଇଟ୍ ବାଲିରୁ ମିଳିଥାଏ? କୋଉଟା? ନା ଅପସନ୍ ଘ ଥୋରିୟମ୍। ମୋଞ୍ଜାଇଟ୍ ବାଲିରୁ ମିଳିଥାଏ ଏଇଟା। 34, ନଦୀ ଜଳର ସତର୍କ ଠାରୁ ନିମ୍ନରେ ପ୍ରବାହିତ ହେଉଥିଲେ ତାକୁ କେଉଁ ବନ୍ୟା କୁହାଯାଏ? ବନ୍ୟାର ପୁରା ଭିଡ଼ିଓରେ ଆଲୋଚନା କରିଦେଇ ସର୍ଟ କୋଶ୍ଚିନ୍ ଯେତେବେଳେ ଅବଜେକ୍ଟିଭରେ ସବୁ ବନ୍ୟା କିଏ କୋଉଠି ରହିବ, କୋଉ ପ୍ରକାର ସଂକେତ ଦିଆଯିବ ସବୁ କହିଦେଇଥିଲି ହେଲା। ତାହେଲେ ଦେଖିବ ଆମର 34 ନମ୍ବର ହେଲା ନଦୀ ଜଳସ୍ତର ସତର୍କ ଠାରୁ ନିମ୍ନରେ ପ୍ରବାହିତ ହେଲେ ତାକୁ କ'ଣ କୁହାଯାଏ? ତାକୁ କୁହାଯାଏ ସାମାନ୍ୟ ବନ୍ୟା। ଅପସନ୍ ଖ ହେଲା। 35, ଝାଡ଼ଖଣ୍ଡର ସ୍ଥାନାନ୍ତରିତ କୃଷି କ'ଣ କୁହାଯାଏ? ପୁରୁଆ। ଅପସନ୍ କ ସବୁ ପୋଡୁ ମିଲ୍ପା ସବୁ କହିଦେଇଛି ତମକୁ ଆଗରୁ, ସବୁ ଦେଖିବ ଭିଡ଼ିଓରେ ସମ୍ପୂର୍ଣ୍ଣ ବୁଝିଆ ହେଇଛି। 36, କେଉଁ ରାଜ୍ୟରେ ସର୍ବାଧିକ ମାଣ୍ଡିଆ ଉତ୍ପାଦିତ ହେଉଛି? କର୍ଣ୍ଣାଟକ। ଅପସନ୍ କ ହେଲା। 37, ଦେଖ କେଉଁ ମସିହାରେ ଜାମଶେଦପୁର ଟାଟା କମ୍ପାନୀ ଦ୍ୱାରା ଟାଟା ଲୌହ ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇଥିଲା? ଅପସନ୍ ଘ 1907 ମସିହାରେ ଜାମଶେଦପୁରରେ ଟାଟା କମ୍ପାନୀ ଦ୍ୱାରା ଲୌହ ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇଥିଲା। ଅପସନ୍ ଘ। ତାପରେ ଦେଖ ପିଲେ ଏ ମାନଚିତ୍ରରୁ ଦେଖ, ମାନଚିତ୍ର ଦେଖ, 1ରେ ଅଛି କ'ଣ ନା ଆଣବିକ ଶକ୍ତି କେନ୍ଦ୍ର। ଏ ରାଜ୍ୟଟି କୋଉଠି ଆଣିଥବ? ଏଇଟା ତାମିଲନାଡୁ ହେଲା। ତାପରେ ପବନ ଶକ୍ତି କେନ୍ଦ୍ର 2, ଏ ଜାଗାଟି କୋଉଠି ହେଇଥବ? ଗୁଜୁରାଟରେ ହେଇଥବ, ଜାଣିଥବ। ତାପଜ ବିଦ୍ୟୁତ କେନ୍ଦ୍ର 3, ଏଇଟା କୋଉଠି? ଆମର ଓଡ଼ିଶା ଏଇଟା ହେଇଥବ। ସୌର ତାପ ଶକ୍ତି କେନ୍ଦ୍ର 4, ଏଇଟା ବି ସେଇ ଗୁଜୁରାଟରେ ହେଇଥିବ। ତାହେଲେ କୋଉ କୋଉ ଜାଗା ଦେଖିବା ପ୍ରଶ୍ନ ଦେଖ। 38 ନମ୍ବର, ଏଇ ଯୋଉ 1 ଚିହ୍ନିତ ଏକ ଜାଗାଟା ଆଣବିକ ଶକ୍ତି କେନ୍ଦ୍ର, ଏଇଟା କୋଉ ଜାଗା କହିଥିଲେ ନା ତାମିଲନାଡୁ। ସେ ଜାଗାଟା ନା ଜାଣିଛ ପିଲେ? ସେ ତାମିଲନାଡୁ ଯୋଉ ଆଣବିକ ଶକ୍ତି କେନ୍ଦ୍ର ସେଇଟା ହଉଛି କୁଦାକୁଲମ ହେଲା। କେବେ ସ୍ଥାପନ ହେଇଥିଲା? 2002 ମସିହାରେ, ମନେ ରଖିବ। ତାପରେ 29 ହେଲା 2 ଚିହ୍ନିତ କେଉଁ ସ୍ଥାନଟି ସବୁଠାରୁ ବଡ଼ ପବନ କଳ ଅଛି? ହେଲା ସେଇଟା ହଉଛି କ'ଣ ଆମର କୋଉ ଜାଗା? ସେଇଟା ନା ଜୟସାଲମେର ଗ। ସେଇଟା ହଉଛି ରାଜସ୍ଥାନର ପିଲେ, ସେଇଟା ରାଜସ୍ଥାନର, ଏଇଟା ରାଜସ୍ଥାନର ଜୟସାଲମେର ହେଲା। ଭାରତ ହେଲା, ଏଇଟା ରହୁଛି ଆମର ଭାରତର ବଡ଼ ପବନ ଚକ ଅଛି। ଭାରତର ବଡ଼ ପବନ ଚକ ଏଇଠି ଅଛି, ରାଜସ୍ଥାନ। ଏଇ ଜାଗାଟା ଗୁଜୁରାଟ ହେଲା।
ଦେଖ ତାପରେ ଦେଖ ତିନି ତିନି ଆମର ଓଡ଼ିଶା ଏଇଟା। ତିନି ଚିହ୍ନିତ ତାପଜବିଦ୍ୟୁତ କେଉଁଠାରେ ଅବସ୍ଥିତ? ଆମର ତାପଜବିଦ୍ୟୁତ ତାଳଚେର ହେଲା। ତାଳଚେର ଆମର ଏଇଟା ତାପଜବିଦ୍ୟୁତ ତାଳଚେର, ଏଇଟା ଆମର ତାଳଚେର। ଅପସନ କ। ତାପରେ 41 ନମ୍ବର ଯୋଉ ଚାରି ଚିହ୍ନିତ ହେଲା ସୌର ତାପ ଶକ୍ତି କେନ୍ଦ୍ର ହେଲା, ସେଇଟା ହଉଛି ସୌର ତାପ କେନ୍ଦ୍ର ହଉଛି କଣ ଆମର ମାଧପୁର ହେଲା। ତାପରେ ଦେଖ ସେଟା ହଉଛି ବୋଲେ ଭାରତର ସର୍ବବୃହତ୍ତମ ସୌର ତାପ ଶକ୍ତି କେନ୍ଦ୍ର ହେଲା ମାଧପୁର। ସେଟା ବି ଗୁଜୁରାଟର ମାଧପୁର, ଗୁଜୁରାଟର ମାଧପୁର ହେଲା। ତାପରେ 42 ନମ୍ବର 1991 ମସିହାରେ ଆମ ଦେଶରେ ବେକାରୀ ସଂଖ୍ୟା କେତେ ଥିଲା? କେତେ ଥିଲା ନା 3.3 ନିୟୁତ। ଅପସନ ଖ। 43 ନମ୍ବର 1947 ମସିହାରେ ଆମ ଦେଶରେ ଶତକଡ଼ା କେତେ ଲୋକ ଦରିଦ୍ର ଥିଲେ? କେତେ ଥିଲେ? ଆମର 70% ଥିଲେ ଦରିଦ୍ର। ଅପସନ କ। 44 ନମ୍ବର ଉଦ୍ୟୋଗୀ ଶବ୍ଦକୁ ପ୍ରଥମେ କିଏ ଅର୍ଥନୀତିରେ ପ୍ରଚଳିତ କରିଥିଲେ? କିଏ କରିଥିଲେ ନା ରିଚାର୍ଡ କାଣ୍ଟଲିନ୍। 45 ନିମ୍ନତମ ମଧ୍ୟରୁ କେଉଁଟି ସରକାରୀ ମାଲିକାନା ଭୁକ୍ତ? କେଉଁଟି ସରକାରୀ ମାଲିକାନା ଭୁକ୍ତ ନା ରେଳ ବିଭାଗ। 46 ଆମ ଦେଶରେ କେଉଁ ଦିନକୁ ଜାତୀୟ ଉପଭୋକ୍ତା ଦିବସ ରୂପେ ପାଳନ କରାଯାଏ? ଡିସେମ୍ବର 24 କୁ ହେଲା। ଡିସେମ୍ବର 24 ଅପସନ କ। ଡିସେମ୍ବର 24 ହେଲା। ଉଦ୍ୟମିତା ବିକାଶ ସଂସ୍ଥା ଉଦ୍ୟୋଗୀ ମାନଙ୍କର ପ୍ରଦର୍ଶନ ଓ ଉତ୍କର୍ଷତା ବୃଦ୍ଧିରେ କେତୋଟି ଦକ୍ଷତା ଗୁଣରେ ଅବଦାନ କରିଛନ୍ତି? 15ଟି ଦକ୍ଷତା ଗୁଣରେ। ଅପସନ ଘ। 47 ହେଲା ଅପସନ ଘ। ତାପରେ 48 ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଫେବୃଆରୀ 17, 2017 ମସିହା ବିଜ୍ଞପ୍ତି ଶୁଭାରମ୍ଭ ପ୍ରକଳ୍ପ ଅନୁସାରେ କୌଣସି କମ୍ପାନୀ ପୂର୍ବ ବର୍ଷ ମାନଙ୍କର ବାର୍ଷିକ କାରବାର କେତେ କୋଟି ଟଙ୍କାରୁ ଅଧିକ ହୋଇନଥିବ? ହେଲା। ଅପସନ ହେଲା ଖ 25 କୋଟିରୁ ଅଧିକ ହୋଇନଥିବ। ଅପସନ ଖ। 49 ନିମ୍ନୋକ୍ତ କେଉଁଟି ବେକାରୀ ଦୂରୀକରଣ ପାଇଁ ନୁହେଁ? କେଉଁଟା ନୁହେଁ ନା ସେବି। ସେବି ବିଷୟ ପଢେଇଛି ଆଗରୁ କହିଛି କ୍ଲିୟର। 50 ପୂର୍ବରୁ ପ୍ରଚଳିତ ଥିବା ବିଭିନ୍ନ ପ୍ରକାର ଟିକସ ଓ ଶୁଳ୍କ ହାର ହ୍ରାସ ବା ଉଚ୍ଛେଦ ଆଗରୁ ଥିବା କେତେ କଟଣା କୋହଳ ଇତ୍ୟାଦି ଭାରତ ସରକାର କରିବାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା କେଉଁ ଆର୍ଥିକ ନୀତିର ଅନ୍ତର୍ଭୁକ୍ତ? ସେଟା ହଉଛି ଜଗତୀକରଣର ଅନ୍ତର୍ଭୁକ୍ତ ହେଲା।